ମୁଁ ରତିକାନ୍ତ କୋଥାଲ ଥାଲାସିମିଆ ପେସେଣ୍ଟ ଆଡ଼ଭୋକେସି ଆୱାରନେସ୍ ସପୋର୍ଟ ଗ୍ରୁପ୍ର ସେକ୍ରେଟାରୀ ଏବଂ ସବୁ ମ୍ୟାନେଜମେଣ୍ଟର ଦାୟିତ୍ୱ ବୁଝୁଛି। ମୁଁ ନିଜେ ଜଣେ ଥାଲାସିମିଆ ପେସେଣ୍ଟ। ମୋର ମାସରେ 2ରୁ 3 ୟୁନିଟ୍ ରକ୍ତ ଲାଗେ। ମୁଁ ଖାଲି ଏତିକି ଅନୁରୋଧ କରିବି ଆମର ରକ୍ତଦାତା ଭାଇମାନଙ୍କୁ, ଆପଣ ଆମକୁ ଆସିକି ରକ୍ତଦାନ କରନ୍ତୁ, ବିପୁଳ ମାତ୍ରାରେ ରକ୍ତଦାନ କରନ୍ତୁ। କାହିଁକିନା ଆପଣଙ୍କର ଗୋଟିଏ ବ୍ଲଡ଼ରେ ଆମର 10 ଦିନର ଜୀବନ, ଆପଣଙ୍କର ବୁନ୍ଦେ ରକ୍ତରେ ଆମର ଜୀବନ ଏବଂ ଭବିଷ୍ୟତକୁ ନିର୍ଦ୍ଧାରିତ କରେ। ସେଥିପାଇଁ ଆପଣମାନେ ଆସନ୍ତୁ। ଆଉ ସରକାରକୁ ଅନୁରୋଧ କରିବି, ଆପଣ ରକ୍ତଦାନ କ୍ଷେତ୍ରରେ ଟିକେ ଅଧିକ ଧ୍ୟାନ ଦେଇ କେମିତି ରକ୍ତଦାନ ବଢ଼ିପାରିବ, ଆଉ ଆମ ଥାଲାସିମିଆ ପେସେଣ୍ଟମାନଙ୍କୁ କେମିତି ଗୋଟେ ଭଲ ରକ୍ତ ମିଳିପାରିବ, ସେଥିପାଇଁ ଟିକେ ଧ୍ୟାନ ଦିଅନ୍ତୁ। ଏବେ ବର୍ତ୍ତମାନ ଓଡ଼ିଶାରେ 28,000ରୁ ଉର୍ଦ୍ଧ୍ୱ ଥାଲାସିମିଆ ପେସେଣ୍ଟ ଅଛନ୍ତି। ଯଦି ଗୋଟେ ପେସେଣ୍ଟ ମାସକୁ 2ଟି ୟୁନିଟ୍ ରକ୍ତ ନିଏ, ମାନେ ମିନିମମ୍, ତାହେଲେ ମାସକୁ ଆମକୁ 48,000 ୟୁନିଟ୍ ରକ୍ତ ଆବଶ୍ୟକ। କିନ୍ତୁ ସେତିକି ପରିମାଣରେ ଆମ ରକ୍ତ ମିଳିପାରୁନାହିଁ। ବହୁତ ପେସେଣ୍ଟ ବି ଏବେ ଯେଉଁ ଖରାଦିନ ଚାଲିଛି, ରକ୍ତର ସଙ୍କଟ ଦେଖାଯାଉଛି ଯେ ଯାଇ ଡୋର୍ ଟୁ ଡୋର୍ ଡୋନର୍ ଖୋଜୁଛନ୍ତି। ଗୋଟେ ଆମ ପାଇଁ ଗୋଟେ ନିନ୍ଦନୀୟ ଜିନିଷ, ଯାହାକି ପେସେଣ୍ଟମାନେ ଏବେ ଡୋର୍ ଟୁ ଡୋର୍ ଡୋନର୍ ଖୋଜୁଛନ୍ତି। ସେଥିପାଇଁ ସରକାରଙ୍କର ବିନୀତ ଅନୁରୋଧ, ରକ୍ତଦାନ କ୍ଷେତ୍ରରେ ମାନେ ବ୍ୟାପକ ଅଧିକ ପଦକ୍ଷେପ ନିଆଯାଉ, ରକ୍ତଦାନ ଶିବିର ଆୟୋଜନ କରାଯାଉ। ମୁଁ ଏବେ ଆସିଷ୍ଟାଣ୍ଟ ପ୍ରଫେସର ହେମାଟୋଲୋଜି ଡିପାର୍ଟମେଣ୍ଟରେ ସମ୍ 2 ହସ୍ପିଟାଲରେ କାମ କରୁଛି। ଆଜ୍ଞା, ଥାଲାସିମିଆ ବର୍ତ୍ତମାନ ଯାହା ଦେଖାହେଉଛି, ରୋଗୀମାନେ ରକ୍ତ ପାଇଁ ଅସୁବିଧା ହେଉଛି। ସେମିତି ଥାଲାସିମିଆ ନୁହେଁ ଯେ ଏଭଳିଆ ହେଲେ ପେସେଣ୍ଟମାନେ ଯେମିତି ନିଜକୁ ଭାବୁଛନ୍ତି ଯେ ନାଇଁ ଆମ ପାଇଁ କିଛି ନାହିଁ, ଜୀବନ ସରିଗଲା। କିନ୍ତୁ ଏବେ ରକ୍ତର ଅଭାବ ନାହିଁ, ଏବେ ସଚେତନତାର ଅଭାବ ଅଛି। ବହୁତ ଲୋକ ଅଛନ୍ତି ଯେଉଁମାନେ ବ୍ଲଡ଼ ଦେଉନାହାନ୍ତି, ଜାଣିଛନ୍ତି ବ୍ଲଡ଼ ଏମିତି ନର୍ମାଲି 3 ମାସ ଭିତରେ ମଣିଷ ଦେହ ଭିତରେ ବି ଖରାପ ହେଇଯାଏ। ଆମେ ଯଦି ବ୍ଲଡ଼ ଦେବା, ସେମିତି ଆମର କିଛି ଅସୁବିଧା ହିଁ ହେବନି। ବ୍ଲଡ଼ ଦେଲେ, ବ୍ଲଡ଼ ଡୋନେଟ୍ କଲେ ହିଁ ବହୁତ ଭଲ, ଦେହ ପାଇଁ ଭଲ, ସବୁ ଭଲ ରହିବ। ତେଣୁକରି ପ୍ରଥମେ ହେଉଛି ବ୍ଲଡ଼। ଥାଲାସିମିଆ ରୋଗର ଲକ୍ଷଣ ହେଉଛି ପ୍ରଥମେ ଯେତେବେଳେ ଏଇଟା ସାଧାରଣତଃ ମାନେ ହିମୋଗ୍ଲୋବିନ୍ ବ୍ଲଡ଼ ରକ୍ତ ମାନେ ରକ୍ତର ରୋଗର ଲକ୍ଷଣ ଦେଖାଯିବ କ'ଣ ନା, ଲୋକ ସବୁବେଳେ ପେସେଣ୍ଟମାନେ ରୋଗୀମାନେ କ'ଣ ହେବ ନା, ସବୁବେଳେ ଲେଥାର୍ଜିକ୍ ଟାଇପ୍ର ହେବେ, ଅଳସୁଆମୀ ହେବେ, କାନ୍ଦିବେ, ବେଶୀ କାମ କରିପାରିବେନି, ଟାୟାର୍ଡନେସ୍ ପଳେଇ ଆସିବ, ଖିଆପିଆ କମିଯିବ, ଚିଡ଼ଚିଡ଼ା ହେବେ। ତ ଏଇଟା ହେଉଛି ରକ୍ତ ରୋଗର ଲକ୍ଷଣ। ତାପରକୁ ପେଟ ଫୁଲିଯିବା, ଟିକେ ମୁହଁ ଫୁଲିଯିବ, ଏଇଭଳିଆ ଲକ୍ଷଣ ହେଉଛି ଥାଲାସିମିଆର ଲକ୍ଷଣ। ଆର ଟ୍ରିଟମେଣ୍ଟ ହେଉଛି ଏବେ ନୂଆ ଟ୍ରିଟମେଣ୍ଟ ବହୁତ ଦିନ ଆଗରୁ ତ ଖାଲି ବ୍ଲଡ଼ ଦେଉଥିଲେ, ଏବେ ବ୍ଲଡ଼ ଦେବା ସହିତ ଏବେ ଆଇରନ୍ ଚିଲେସନ୍, କାରଣ ରକ୍ତ ବାରମ୍ବାର ଦେବା ଦ୍ୱାରା କ'ଣ ହୁଏ ନା, ରକ୍ତ ଭିତରେ ଲୌହ ଥାଏ, ଯେଉଁ ଆଇରନ୍ କୁହାଯାଏ, ସେଇଟାକୁ ଦେହ ଭିତରେ ସେ କ'ଣ ନା ଆମର ଥାଇରଏଡ଼୍, ପାନକ୍ରିଆସ୍, ଲିଭର, ହାର୍ଟ ଏସବୁ ଜମା ହେଇଯାଏ। ଜମା ହେଲେ ପେସେଣ୍ଟମାନଙ୍କର ରୋଗୀମାନେ ଲକ୍ଷଣ କ'ଣ ହେବ ନା, ସବୁବେଳେ ଆଗରୁ କ'ଣ ହେଉଥିଲେ, ପେସେଣ୍ଟମାନେ ବହୁତ କାର୍ଡ଼ିଆକ୍ ଆରେଷ୍ଟ ହେଉଥିଲେ, ବହୁତ ତାଙ୍କର ଯେତିକି ଗ୍ରୋଥ୍ ରିଟାର୍ଡେସନ୍ ହେଇଯାଉଥିଲା, ଯେତିକି ବଢ଼ିଆ କଥା ବଢ଼ୁନଥିଲେ, ଏବେ ତାକୁ ବାହାର କରିବା ପାଇଁ ବହୁତ ପ୍ରକାର ମେଡ଼ିସିନ୍ ଆସିଲାଣି, ନୂଆ ଥେରାପି ବି ଆସିଲାଣି। ବଟ୍ ସେଇଟାକୁ ଏବେ ସଚେତନତାର ଅଭାବ ଅଛି। ଯେବେଠାରୁ ଓଡ଼ିଶା ଗଭର୍ଣ୍ଣମେଣ୍ଟ ତରଫରୁ ଯଦି ସେତିକି ସଚେତନତା ସମସ୍ତଙ୍କ ପାଖକୁ ପଳେଇ ଆସିବ, ତ ହୁଏତ ଆମ ଓଡ଼ିଶାରେ ଇଏ ଥାଲାସିମିଆ ଯେଉଁ ଭଳିଆ ଏବେ ଦେଖାଯାଉଛି, ରୋଗୀମାନେ ଯେଉଁ ଭଳିଆ ହଇରାଣ ହେଉଛନ୍ତି, ସେଇଟା ଅବଶ୍ୟ ଆସନ୍ତାକାଲିରେ ନ ହେଇପାରେ।